ଖାଦ୍ୟ ସୁରକ୍ଷା ଦଳର ଚଢ଼ାଉ। ଗତକାଲି ସନ୍ଧ୍ୟା ସମୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପାନୀଳିମା ଲାକ୍ରାଙ୍କ ନେତୃତ୍ୱରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ନବକିଶୋର ସାହୁ, ସହକାରୀ ପରିଚାଳକ ଅଣସଂକ୍ରାମକ ରୋଗ ଶ୍ରୀ ଦୀନବନ୍ଧୁ ସାହୁ ଏବଂ ଟାଉନ ଥାନାର ଆରକ୍ଷୀ ଅଧିକାରୀମାନେ ନୟାଗଡ଼ ତ୍ରିନାଥ ଛକଠାରୁ ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଥିବା ରାସ୍ତା ପାର୍ଶ୍ୱର ଖାଦ୍ୟ ପଦାର୍ଥ ଦୋକାନୀ ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଖାଦ୍ୟ ବିକ୍ରି ଲାଇସେନ୍ସ ନଥିବା, ଅପମିଶ୍ରିତ ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଥିବା, ଖାଦ୍ୟରେ ବିଭିନ୍ନ ରଙ୍ଗ ପ୍ରୟୋଗ କରୁଥିବା, ବେଆଇନ ଭାବେ ମାଦକ ଦ୍ରବ୍ୟ ରଖିଥିବା ଦୋକାନୀମାନଙ୍କଠାରୁ 2450 ଟଙ୍କା ଆଦାୟ କରାଯାଇଥିଲା। ଉପରୋକ୍ତ ବେଆଇନ କାର୍ଯ୍ୟ ସବୁ ନ କରିବା ପାଇଁ ମଧ୍ୟ ସଚେତନ କରାଯାଇଥିଲା। ଏହିପରି ଚଢ଼ାଉ ନୟାଗଡ଼ ଜିଲ୍ଲାରେ ନିୟମିତ କରାଯିବା ପାଇଁ ମଧ୍ୟ କାର୍ଯ୍ୟ ଖସଡ଼ା କରାଯାଇଥିବାର ସେମାନଙ୍କୁ ବୁଝାଇ ଦିଆଯାଇଥିଲା। ନୟାଗଡ଼ରୁ ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।